ଯେମିତି କିଏ ଜଣେ ତାକୁ ଇଏ କରୁଛନ୍ତି, ତାକୁ କାଟି ଦିଅନ୍ତୁ ହ୍ୱାଇଟ ବୋର୍ଡ ସେୟାର କରିକି। ହୁଁ, ଠିକ ଅଛି। ଗଙ୍ଗାଜୀ ଯେମିତି ନିଜର ଜଳର ଧର୍ମ ତ୍ୟାଗ ନ କରିକି ନିଜର ବ୍ରହ୍ମଦତ୍ତ ଗୁଣକୁ ତ୍ୟାଗ ନ କରିକି ଜଳର ଧର୍ମକୁ ଆପଣାନ୍ତି, ସେମିତି ଯୋଉମାନେ ଆତ୍ମସ୍ୱରୂପ ବୈଷ୍ଣବ ମାନେ ତାଙ୍କର ଶରୀରରେ ମାନେ ଶାରୀରିକ ଦୋଷ ଏବଂ ସ୍ୱଭାବଗତ ଦୋଷ ଦେଖାଗଲେ ମଧ୍ୟ ତାଙ୍କର ବୈଷ୍ଣବତା, ତାଙ୍କ ଆତ୍ମସ୍ୱରୂପ ତତ୍ଵ ବୈଷ୍ଣବ ମାନଙ୍କର ସେ ସବୁ ଦୋଷ ଦେଖିବା ଉଚିତ ନୁହଁ। ଶରୀରଗତ ଦୋଷ ମାନେ ଗୋଡ ହାତ ଫୁଟା ଯାଇଥିବ, ଭାଙ୍ଗି ଯାଇଥିବ, କୌଣସି ଗୋଟେ ରୋଗ ହେଇଥିବ। ସ୍ୱଭାବଗତ ଦୋଷ ମାନେ ରାଗି ହେଇଥିବେ କି ନିଚ କୁଳ ଜନ୍ମ ହେଇଥିବେ, ଏସବୁ ଜିନିଷକୁ ଦେଖିବା ଉଚିତ ନୁହଁ। ଯେମିତି ଗଙ୍ଗାରେ ଯେମିତି ଫେଣ, ପଙ୍କ ଏସବୁ ଗୁଣ ଦେଖାଗଲେ ବି, ଅଙ୍ଗୀକାର କଲେ ବି ନିଜର ବ୍ରହ୍ମଦତ୍ତ ଗୁଣକୁ ଛାଡି ନଥାଏ। ଏଇଟା ଆମେ ପୂର୍ବ କ୍ଲାସରେ ଆଲୋଚନା କରିଥିଲେ। ଏବେ 7 ନମ୍ବର ଶ୍ଲୋକରେ କଣ କହୁଛନ୍ତି ନା, ସ୍ୟାତ୍ କୃଷ୍ଣ ନାମ ଚରିତାଦି ସୀତାପ୍ୟ ବିଦ୍ୟା ପିତୋପତର ପିତୋପତପ୍ତ ରସନସ୍ୟ ନ ରୌଚିକାନୁ କିନ୍ତ୍ୱା ଦରାଦନୁଦିନଂ ଖଳୁ ଶୈବ ଜୁଷ୍ଟା ସ୍ୱାଦି କ୍ରମାଦ୍ ଭବତି ତଦ୍ଗତ ମୂଳହନ୍ତି। ଏଥିରେ ଅନୁବାଦରେ କଣ କହିଛନ୍ତି, ଯାହାର ରସନା ଅବିଦ୍ୟା ରୂପକ ପିତ୍ତ ଦ୍ୱାରା ସନ୍ତପ୍ତ, ଅନାଦି କାଳରୁ କୃଷ୍ଣ ବିମୁଖ ହେତୁ ଯିଏ ଅବିଦ୍ୟାଗ୍ରସ୍ତ, ତାଙ୍କୁ ଶ୍ରୀକୃଷ୍ଣ ନାମ ଚରିତାଦି ରୂପକ ଅତ୍ୟନ୍ତ ମିଷ୍ଟ ମିଶ୍ରି ମଧ୍ୟ ରୁଚିକର ହୁଏ ନାହିଁ, ତିକ୍ତ ଲାଗେ। କିନ୍ତୁ ଶ୍ରଦ୍ଧାପୂର୍ବକ ଶ୍ରୀକୃଷ୍ଣ ନାମ ଚରିତାଦି ରୂପକ ମିଶ୍ରିକୁ ନିରନ୍ତର ସେବନ କଲେ ତାହା କ୍ରମଶଃ ସୁସ୍ୱାଦୁ ହୋଇ କୃଷ୍ଣ ବିମୁଖତା ଅର୍ଥାତ୍ ଅବିଦ୍ୟା ରୂପକ ପିତ୍ତ ରୋଗର ସମୂଳ ବିନାଶକ ହୋଇଥାଏ। ଏଠି ଆମର ଯୋଉ ଅବିଦ୍ୟା ରୂପକ ଅଛି ରୋଗଟି, ତାକୁ କହୁଛନ୍ତି ପିତ୍ତ ରୋଗ ସହିତ ତୁଳନା କରିକି ଏ ଶ୍ଲୋକଟି କହିଛନ୍ତି। ଆମେ ପଢିଥିଲେ ମାଧୁର୍ଯ୍ୟ କାଦମ୍ବିନୀରେ, ପ୍ରଭୁଜୀ କହିଥିଲେ ଯେ ଏବେ ପଢି ଦିଅନ୍ତୁ, ଗୋଟେ ଗୋଟେ ସବୁ ଖାଲି ୱାର୍ଡ ଆସିବ, ସେ ୱାର୍ଡରୁ ଆପଣ ବୁଝିଯିବେ ଯେ ଏଇଟାର ମାନେ କଣ। ଅବିଦ୍ୟା ବି ଜିନିଷଟା ପଢା ହେଇଥିଲା। ଦ୍ୱିତୀୟ ଅମୃତ ବୃଷ୍ଟିରେ ମାଧୁର୍ଯ୍ୟ କାଦମ୍ବିନୀର ଅବିଦ୍ୟା କଣ କୁହାଯାଇଥିଲା। ଯେତେବେଳେ ଭକ୍ତି ଲତାର ବୀଜ ଗୁରୁଦେବ ରୋପଣ କରନ୍ତି ମାନେ ଯେତେବେଳେ ଆମକୁ ଭକ୍ତିଲତାର ବୀଜ କଣ, କୃଷ୍ଣଙ୍କର ସେବା କରିବାର ଯୋଉ ଅଭିଳାଷଟା, ସେଇ ବୀଜଟା ଯେତେବେଳେ ରୋପଣ ହୁଏ ଆଉ ଆମେ ସେଥିରେ ଭଜନ କୀର୍ତ୍ତନ ଦ୍ୱାରା ଆମେ ଯେତେବେଳେ ଜଳ ସିଞ୍ଚନ କଲେ ଆସ୍ତେ 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 କଣ ଦିଟା ଲତା ପତ୍ର ବାହାରେ। ଗୋଟେ ହେଲା କଣ କ୍ଲେଶାଗ୍ନି, ଆଉ ଗୋଟେ ହେଲା ସୁଭଦ୍ରା। ସେ କ୍ଲେଶାଗ୍ନିରେ 5 ଟାଇପର ଯୋଉ କ୍ଲେଶ ଅଛି, ସେଟା ଆସ୍ତେ 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 ଆମର ଦୂର ହବାକୁ ଲାଗେ। ଯୋଉ କ୍ଲେଶାଗ୍ନି, ସେଥିରେ ଗୋଟେ ଅବିଦ୍ୟା, ଅସ୍ମିତା, ରାଗ, ଦ୍ୱେଷ, ଅଭିନିବେଶ। ଯୋଉ ଅବିଦ୍ୟା ଯୋଉଟା, ସେଟା ବି 4 ପ୍ରକାର ଅଛି। ସେଥିରେ ମୂଳ ହେଲା କଣ, ଅନାତ୍ମ ବସ୍ତୁରେ ଆତ୍ମବୁଦ୍ଧି। ସେ ଯୋଉ ଅନାତ୍ମ ବସ୍ତୁରେ ଆତ୍ମବୃଦ୍ଧି, ସେ ଅବିଦ୍ୟା ରୂପକ, ମାନେ ନିଜକୁ ଆମେ ନିଜର ସ୍ୱରୂପକୁ ନ ଜାଣିକି ନିଜକୁ ଅନ୍ୟ ବୋଲି କିଛି ମନେ କରିବା, ତାକୁ କୁହାଯାଏ ଅବିଦ୍ୟା। ସେଇଟା ଆସ୍ତେ 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 ଯେତେ ଦୂର ହେଇଯିବ, ସେତେ ଆମକୁ ମାନେ ନିଜର ସ୍ୱରୂପ ସେତେ ସେତେ ପ୍ରକାଶ ହେଇଯିବ। ଯେତେବେଳେ ଆମକୁ ସେତିକି ହରିନାମ ଆଉ ଭଗବତ ସମ୍ବନ୍ଧୀୟ ବସ୍ତୁ ସେତିକି ସେତିକି ମିଠା ଲାଗିବ। ସେଇ ଯୋଉ ରୋଗଟା ଅଛି, ସେ ଯୋଉ କ୍ଲେଶାଗ୍ନି ଯୋଉଟା ଦୂର ହୁଏ ଭଜନ କଲେ, ସେ ଯୋଉ ରୋଗଟା, ସେଇଟାକୁ ଏଠି ପିତ୍ତ ରୋଗ ସହ ତୁଳନା କରିଛନ୍ତି। ପିତ୍ତ ରୋଗଟା, ସେ ଯୋଉ ଅବିଦ୍ୟା ରୂପକ ରୋଗଟା ଯିବ କେମିତି ନା, ନିରନ୍ତର କୃଷ୍ଣ ନାମ ଯେତେ କରୁଥିବ, ସଦାପୂର୍ବକ କୃଷ୍ଣ ନାମ ଚରିତାଦି ରୂପକ ମିଶ୍ରିକୁ ନିରନ୍ତର ସେବନ କଲେ, ଯେତେ ଯେତେ ଅଧିକ ଅଧିକ କୃଷ୍ଣ ନାମ କରି କରି ତାଙ୍କର ନାମ କୀର୍ତ୍ତନ କରି କରି ଯିବେ, ସେ ଅବିଦ୍ୟା ରୂପକ ଯେତେବେଳେ ସେ ଯୋଉ ରୋଗଟା ଏତେ ଦୂର ହେଇଯିବ ଆସ୍ତେ ଆସ୍ତେ, ସେଇ ଜିନିଷଟା ହିଁ ମିଠା ଲାଗିବ। ଯେମିତି ଗୋଟେ ଯାହାକୁ ପିଲିଆ ରୋଗ, ଯାହାକୁ ମାନେ ଦଣ୍ଡିସ୍ ରୋଗ ହେଇଥିବ, ଦଣ୍ଡିସ୍ ରୋଗର ଲକ୍ଷଣ କଣ କେମିତି ଜାଣିବ ନା, ତାକୁ ତାର ଯୋଉ ରସନାରେ, ତା ଜିଭାରେ ଯେତେବେଳେ ସିଏ ମିଶ୍ରି ବି ଖାଇବ, ମିଠା ଜିନିଷଟା ମିଶ୍ରିଟା, କିନ୍ତୁ ସେ ରୋଗ ହେଇଛି,
ସେ ରୋଗର ଲକ୍ଷଣ ଦ୍ୱାରା ସେ ମିଶ୍ରିଟା ମିଠା ଜିନିଷଟା ବି ତାକୁ ପିତା ଲାଗିବ। ପିତା ଲାଗିଲେ ଜାଣିବ ଯେ ଏଇ ରୋଗୀଟା ରୋଗୀ ହେଇଛି, ତାକୁ ମିଠା ଜିନିଷଟା ପିତା ଲାଗୁଛି, ଆଉ ପିତା ଜିନିଷଟା ମିଠା ଲାଗିବ। ତେଣୁ ରୋଗର ପୁଣି ତାକୁ ନିରାକରଣ କେମିତି କରିବ ନା ସେ ମିଶ୍ରିଟାକୁ ସେ ଯେତେ 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 ଖାଇ ଖାଇଯିବ, ଆସ୍ତେ 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 ତା ରସନା ରୋଗ ଭଲ ହେଇଯିବ, ଆଉ ତା ରସନା ଆସ୍ତେ ଆସ୍ତେ ମିଠା ଜିନିଷକୁ ଅନୁଭବ କରିପାରିବ। ସେମିତି ଏଠି ଯୋଉ ଅବିଦ୍ୟା ରୂପକ ରୋଗ, ଏଇଟା ତ ଜନ୍ମ ଜନ୍ମର, କୋଟି କୋଟି ଜନ୍ମର, କିନ୍ତୁ ଏତେ ସହଜରେ ଯିବନି। ତେଣୁପାଇଁ ତାଙ୍କୁ ନିରନ୍ତର କଣ କହୁଛନ୍ତି, କୃଷ୍ଣ ନାମ 64 ପ୍ରକାର। ଯୋଉ ତୃତୀୟ ନମ୍ବର ଶ୍ଲୋକରେ ଆମର କହିଥିଲେ, ତୃତୀୟ ନମ୍ବର ଶ୍ଲୋକରେ କଣ କହିଥିଲେ, ଉତ୍ସାହ ଉତ୍ସାହାତ ନିଶ୍ଚୟ ଧୈର୍ଯ୍ୟ ତତ୍ତତ୍ କର୍ମ ପ୍ରବର୍ତ୍ତନାତ୍ ସଙ୍ଗତ୍ୟାଗାତ୍ ଶତବୃତ୍ତି ଷଡ଼ବୀର ଭକ୍ତି ପ୍ରସିଦ୍ଧତି। ଏଇ ଯୋଉ ଯୋଉ ଜିନିଷ କହିଛନ୍ତି, ଉତ୍ସାହର ସହିତ, ନିଶ୍ଚୟର ସହିତ, ଧୈର୍ଯ୍ୟର ସହିତ, ତତ୍ତତ୍ କର୍ମ ପ୍ରବର୍ତ୍ତନାତ୍, 64 ପ୍ରକାର ଯୋଉ ଭକ୍ତିର ଅଙ୍ଗ ଅଛି, ତା ଭିତରୁ ମୁଖ୍ୟ ଯୋଉ ଅଙ୍ଗ ପୁଣି ଅଛି ଭଗବାନଙ୍କ ନାମ ନେବା, ଭଗବାନଙ୍କ ଲୀଳା ସ୍ମରଣ, ମାନେ ଯୋଉ କଥା ଶ୍ରବଣ କରିବା, ଏ ଯୋଉ ମୁଖ୍ୟ ମୁଖ୍ୟ ଭକ୍ତିର ଅଙ୍ଗ, 64 ଅଙ୍ଗ ଭକ୍ତିର ମଧ୍ୟରୁ ସବୁ ଜିନିଷ ପାଳନ କଲେ ଆସ୍ତେ ଆସ୍ତେ କଣ ହବ, ସଙ୍ଗତ୍ୟାଗାତ୍ ଶତବୃତ୍ତି, ଦୁଷ୍ଟ ସଙ୍ଗ ଆଉ ଅନ୍ୟାନ୍ୟ ଯୋଉ ଖରାପ ସଙ୍ଗ ତାକୁ ତ୍ୟାଗ କରିବ। ଶତବୃତ୍ତି ମାନେ ବୈଷ୍ଣବ ଆଚରଣ, ଯୋଉଟା କି ଆମେ ଏବେ କ୍ୟାମ୍ପରେ ସବୁ ପଢୁଥିଲେ, ବୈଷ୍ଣବ ସହିତ ଆଚରଣ କଣ, ବୈଷ୍ଣବ ବୈଷ୍ଣବ ସହିତ ଆଚରଣ ପାଳନ କରିବ। ଆସ୍ତେ ଆସ୍ତେ ଭକ୍ତି ଉନ୍ମୁଖୀ ହବ, ଭକ୍ତି ବୃଦ୍ଧି ହବ। ସେମିତି ଏଇ ଜିନିଷକୁ ଆସ୍ତେ ଆସ୍ତେ ଆପଣେଇଲେ କଣ ହବ, ତୃତୀୟ ଶ୍ଲୋକରେ ଯାହା ଯାହା କୁହାଯାଇଛି, ଆସ୍ତେ ଆସ୍ତେ ଆମର ସେ ଅବିଦ୍ୟା ରୂପକ ରୋଗଟା ବିନାଶ ହବ। ଧୀରେ ଧୀରେ ସବୁଦିନ କନଷ୍ଟାଣ୍ଟଲି ନିରନ୍ତର ରୂପରେ କରିବାକୁ ପଡିବ। ଆପଣ ଯୋଉଠି ଭଲ ଉଦାହରଣ ଦଉଥିଲେ, ଯେମିତି ଜଣଙ୍କୁ ଟିଭି ହେଇଛି, ଟିଭି ରୋଗ ହେଇଛି, ଜାଣିଛନ୍ତି ନା କେତେ ଭୟଙ୍କର। ଭୟଙ୍କର ମାନେ ଆଜିକାଲି ତ ସବୁ ଇଏ ହେଇଗଲାଣି, କିନ୍ତୁ ତାର ଯୋଉ ମେଡିସିନଟା ଥାଏ ତାକୁ ସବୁଦିନ ଖାଇବାକୁ ପଡିବ, କଣ୍ଟିନ୍ୟୁଅସଲି 1 ବର୍ଷ ଯାଏ ଖାଇବେ। ତ ଡକ୍ଟର ଯେତିକି ଦିନ ପ୍ରେସକ୍ରାଇବ୍ କରିଥିବେ, ଯଦି ଆପଣ ମଝିରେ ବନ୍ଦ କରିଦେଲେ ଗୋଟେ ଦିନ, ତାହେଲେ ସେଇ ଦିନଠୁ ପୁଣି ଷ୍ଟାର୍ଟ ହବ, ପୁଣି ବର୍ଷେ ଯାଏ ଆପଣ ଆଉଥରେ କଣ୍ଟିନ୍ୟୁଅସ୍ କରିବେ। ତା ବ୍ୟାକ୍ଟେରିଆଲ ସବୁ ଆଉ ମାନେ ଶକ୍ତିଶାଳୀ ହେଇଯାଆନ୍ତି। ସାଧାରଣ ଜଗତର ଗୋଟେ ରୋଗର ଏତେ ବ୍ୟାକ୍ଟେରିଆର ଏତେ ପାୱାର ଅଛି, ଯଦି ଆପଣ ତାକୁ ନିରନ୍ତର ନ ଖାଇବେ ସେ ମେଡିସିନକୁ, ନିରନ୍ତର ଖାଇଲେ ସେ ପୁରା ଭଲ ହେଇଯିବ, କିନ୍ତୁ ମଝିରେ ଯଦି ଡ୍ରପ୍ କରିଦେବେ ତାହେଲେ ସେଇଠୁ ପୁଣି ଆଉଥରେ ଷ୍ଟାର୍ଟ କରିବେ। ଯେମିତି ଏଠି ଏଠି ତ ଇଏ ତ ରୋଗର ସାଧାରଣ ରୋଗ ନୁହଁ, ସାଧାରଣ ବ୍ୟାକ୍ଟେରିଆଲ ରୋଗ ନୁହଁ ଯେ ଆପଣ ଟିକେ ନାକୁ ଏପଟ ସେପଟ କରିଦେଲେ ଚଳିଯିବ। ତେଣୁ କହୁଛନ୍ତି ନିରନ୍ତର, କନଷ୍ଟାଣ୍ଟଲି। ସେଥିପାଇଁ ତ ଆମର ଯୋଉ ଏତେ ସବୁ ଶିଖା ହଉଛି, କନଷ୍ଟାଣ୍ଟଲି ଗୋଟେ ଇଏ ରଖିକି ନାମର ଗୋଟେ, ମାନେ ଏତିକି ମୁଁ ନାମ କରିବି, ସବୁଦିନ ନାମ କରିବ, ଷୋଳମାଳି ହଉ, ଭଗବାନ କଥା ଶୁଣିବା ହଉ, ସକାଳୁ ଉଠିକି ଇଏ କରିବା ହଉ, ଯାହା ବି ଦିନଚର୍ଯ୍ୟା ଅଛି କନଷ୍ଟାଣ୍ଟଲି ନିରନ୍ତର ରୂପରେ କଲେ କଣ ହବ ନା ସେ ଅବିଦ୍ୟା ରୂପକ ରୋଗଟା ଧୀରେ 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 ଆସ୍ତେ ଆସ୍ତେ ଚାଲିଯିବ, ପଳେଇବ ଧୀରେ। ଆଉ ଯେତିକି ଯେତିକି ସେ ଅବିଦ୍ୟା ରୂପକ ସେ ଯୋଉ ରୋଗଟା ଆମର ଭଲ ହଉଥିବ, କଣ ହବ, ପ୍ରଥମେ ପ୍ରଥମେ ତ ରୋଗ ଥିଲାବେଳେ ଆମେ ଯେତେବେଳେ ନିଜକୁ ନିଜେ ବୋଲି ନିଜର ସ୍ୱରୂପକୁ ଜାଣିନଥିବା, ଅନାତ୍ମ ଅବସ୍ଥାରେ ଆତ୍ମବୁଦ୍ଧି ଆମ ସମସ୍ତଙ୍କର ଅଛି, ହେଲେ କଣ ହବ ନା ଯେମିତି ଗୋଟେ ମାନେ ରୋଗୀ, ଏ ଯୋଉ ଆମର ଜେଲର ଯୋଉ ଚୋରି କରିକି ସବୁ ଯୋଉ ଯାଆନ୍ତିନି ଜେଲଖାନାକୁ ଗଲା ପରେ ତାଙ୍କୁ ଗୋଟେ କଏଦୀର ଗୋଟେ କପଡା ପିନ୍ଧେଇ ଦିଆଯାଏ। କଏଦୀ କପଡା 304 ନମ୍ବର, 402 ନମ୍ବର, ସେ ତାର ଗୋଟେ ଆଇଡେଣ୍ଟିଟି ହେଇଯାଏ, ସେ 402, 402 ଏଠି ଗଲୁ, ସେ ଜାଣିବ ଯେ ମତେ ଡାକୁଛନ୍ତି। ଆସ୍ତେ ଆସ୍ତେ ନିଜର ଆଇଡେଣ୍ଟିଟି ଭୁଲିଯାଏ, ମୋ ନାଁ କଣ, ମୋ ଗାଁ କଣ। ସେମିତି ଆମର ଯେମିତି କପଡା ପିନ୍ଧେଇ ଦିଆଯାଇଛି, ଆମକୁ ସେମିତି ଗୋଟେ ମାନେ ମନରେ ଆମେ ବି ଗୋଟେ ଆସିଛି ଯେ ଆମେ ନିଜର ସ୍ୱରୂପକୁ ଆମେ ଭୁଲି ଯାଇଛୁ। ଆମେ କଣ ଭାବୁଛେ, ଆମେ ଶରୀର, ଆମେ ଏଇଆ, ଆମେ ସେଇଆ। ସେ ରୋଗଟା ଯେତେ ଯେତେ ଦୂର ହଉଥିବ, ଭଜନ ଯେତେ ଯେତେ କରୁଥିବେ, ଆସ୍ତେ ଆସ୍ତେ କୃଷ୍ଣ ନାମଟା, ଭଗବାନ କଥା, ଲୀଳା ସବୁ ଆସ୍ତେ ଆସ୍ତେ ଆମକୁ କଣ ସ୍ୱାଦ ଲାଗୁଥିବ। ପ୍ରଥମ ପ୍ରଥମେ ତ ସ୍ୱାଦ ଲାଗେନି, ଉନ୍ମୁଖ ହଉଥିବ, ଆସ୍ତେ ଆସ୍ତେ ସେଇ ଜିନିଷ ବି ସେତିକି ସେତିକି ଆମକୁ ଭଗବାନଙ୍କ ନାମ ରୂପ ଏସବୁ ଜିନିଷ କେତେ ଆନନ୍ଦ ଲାଗୁଥିବ। ଏଇଠି ଏଇ କଥାଟାକୁ ଆମର ରୂପ ଗୋସ୍ୱାମୀ କହିଛନ୍ତି ଯେ ଭଗବାନଙ୍କ ନାମ ଚରିତା ଆଦି ଯେତେ ଯେତେ ଆପଣ ସେଇ ମେଡିସିନଟା ଖାଉଥିବେ, ସେତିକି ସେତିକି ପରିମାଣରେ ଆପଣଙ୍କର ଯୋଉ ଅବିଦ୍ୟା ଅଛି, ଅବିଦ୍ୟା ରୂପକ କ୍ଲେଶ ଯୋଉ ଅଛି, ସେତିକି ସେତିକି ଦୂର ହଉଥିବ। ନିଜର ଆଇଡେଣ୍ଟିଟି, ନିଜର ସ୍ୱରୂପକୁ ସେତିକି ସେତିକି ଆପଣ ଜାଣୁଥିବେ। ଆଉ ସେଇଟା ଗୋଟେ କ୍ରମ, ଏଇଟା ଗୋଟେ ଥର କହିନି, ଧୀରେ ଧୀରେ, ଯେମିତି ଟିବି ମେଡିସିନରେ ଆପଣ କଣ୍ଟିନ୍ୟୁଅସଲି ମେଡିସିନ ଖାଉଥିବେ ବର୍ଷେ ଯାଏଁ,
ମଝିରେ ନୋ ଡିଷ୍ଟର୍ବାନ୍ସ, ମଝିରେ କିଛି ମାନେ ବ୍ରେକ୍ ନାହିଁ। ସେମିତି ଆମର ଯୋଉ କୋଟି କୋଟି ଜନ୍ମର ଯୋଉ ସବୁ ରୋଗଟା ହେଇଛି ତାକୁ କେମିତି ଦୂର କରିବେ ନା ନିରନ୍ତର ରୂପରେ କଣ୍ଟିନ୍ୟୁଅସଲି ଆପଣଙ୍କୁ ଭଗବାନଙ୍କ ନାମ ରୂପ ଗୁଣ କୀର୍ତ୍ତନ 64 ପ୍ରକାର ଭକ୍ତିର ଅଙ୍ଗ ଉଚ୍ଚାଦ ନିଶ୍ଚାଦ ହଜାର ଶହ ତତ୍ତତ୍ କର୍ମ ପ୍ରବର୍ତ୍ତନା ସେଇ ସବୁ ଜିନିଷ 64 ଭକ୍ତିର ଅଙ୍ଗ କରୁଥିବେ। ରେଷ୍ଟ୍ରିକ୍ସନ ଅଛି କଣ? ସଙ୍ଗ ତ୍ୟାଗ କରିବେ କଣ? ସତ୍ବୃତ୍ତି। ତାପରେ ଯାଇକି ଆସ୍ତେ ଆସ୍ତେ ସେ ଆମର ଭିତରକୁ ଦୂର ହବ। ଆଉ ମିଶ୍ରିଟା ମିଶ୍ରି ଭଳିଆ ଲାଗିବ, ମିଠା ଲାଗିବ। ରୋଗ ଦୂର ହେଇଗଲା ପରେ ମିଶ୍ରିଟା ମିଠା ଲାଗିବ। ଆଉ ଆମର ଏଇ ବିଷୟରେ ଗୋଟେ ଆମର ରଘୁନାଥ ଦାସ ଗୋସ୍ୱାମୀଙ୍କର ଗୋଟେ ଭଲ ଦିଅନ୍ତି। ହୁଁ, ରଘୁନାଥ ଦାସ ଗୋସ୍ୱାମୀ ଯେମିତି ଆମକୁ ପ୍ରଥମେ ପ୍ରଥମେ କଣ ନିଜର ଯେତେବେଳେ ଯାଏ ଆମର ସେତିକି ଏଲିଜିବିଲିଟି ଆସିନି, ଆମକୁ ସେତିକି ଅନୁଭୂତି ହୁଏନି। ଯେତିକି ଯେତିକି ଆପଣ ଭଜନ କରୁଥିବେ ସେତିକି ସେତିକି ରୂପରେ ଆପଣଙ୍କର ଅନୁଭୂତି ଆସୁଥିବ, ସେତିକି ସେତିକି ରୂପରେ ଆପଣଙ୍କର ଅନୁଭୂତି ସହ ନିଜର ବିରକ୍ତି ଆସୁଥିବ। ଆଉ ନିଜର ଯୋଉ ଆଉ ଅନାତ୍ମ ବୁଦ୍ଧିରେ ଆତ୍ମବୁଦ୍ଧିଟା ଦୂର ହେଇଯାଉଥିବ, ନିଜ ସ୍ୱରୂପ ଜ୍ଞାନ ହଉଥିବ। ହୁଁ, ଆଉ ଜାଗତିକ ବୁଦ୍ଧି ଆସ୍ତେ ଆସ୍ତେ କମି କମି ଯାଉଥିବ। ରଘୁନାଥ ଦାସ ଗୋସ୍ୱାମୀଙ୍କ ଉଦାହରଣରେ କହୁଛନ୍ତି କେମିତି ରଘୁନାଥ ଗୋସ୍ୱାମୀ ପ୍ରଥମେ ତାଙ୍କର ଷ୍ଟେଜ କମ୍ ଥିଲା। ପ୍ରଥମେ କେମିତି ସେ ଯେତେବେଳେ ମହାପ୍ରଭୁଙ୍କ ପୁରା ଆସିବା ପୂର୍ବରୁ ଷ୍ଟେଜ କେମିତି ଥିଲା, ଆସ୍ତେ ଆସ୍ତେ ତାଙ୍କର କେମିତି ଭଜନ ସହିତ ତାଙ୍କର କେମିତି କେମିତି ଉନ୍ନତି ହେଲା। ଲାଷ୍ଟକୁ ସେ କେମିତି ମଠା ପାନ କରିକି କେବଳ ଭଜନ କରୁଥିଲେ। କୃଷ୍ଣ ନାମରେ ଏତିକି ଆନନ୍ଦ ପାଉଥିଲେ, ନିଜର ଯୋଉ ଆତ୍ମା ସନ୍ତୁଷ୍ଟ ପାଉଥିଲେ ଗୋଟେ ଗୋଟେ କୃଷ୍ଣ ନାମରେ ସେ ଏତିକି ମାନେ ତାଙ୍କର ଶରୀର ଆତ୍ମା ତାଙ୍କର ବୁଦ୍ଧି ସବୁ ପୋଷଣ ହଉଥିଲା। ତେଣୁ ଗୋଟିଏ ଗୋଟିଏ ମଠା କେବଳ ଦନା ଦନା ପିଇକି ସେ ଭଜନ କରୁଥିଲେ, ନିରନ୍ତର ଭଜନ କରୁଥିଲେ। ହୁଁ, ସେଇଟା ସେ କହୁଛନ୍ତି ପ୍ରଥମେ ରଘୁନାଥ ଦାସ ଗୋସ୍ୱାମୀ ଯେତେବେଳେ ଆମର ହରିଦାସ ଠାକୁରଙ୍କ ସଙ୍ଗ ଦ୍ଵାରା ତାଙ୍କର ମାନେ ବୃଦ୍ଧି ହେଲା। ଆକ୍ଚୁଆଲି ହରିଦାସ ଠାକୁର ସେ ତ ଭଗବାନଙ୍କ ପରିକର, ସେ ହେଲେ ଭଗବାନଙ୍କର ମଞ୍ଜରୀ ସଖୀ, ରତି ମଞ୍ଜରୀ ବୋଧେ। ତ ସିଏ ତ ଆସିଛନ୍ତି ଲୀଳା କରିକି ଦେଖିବାକୁ। ମାନେ ତାଙ୍କ ଜୀବନୀ ରଘୁନାଥ ଦାସ ଗୋସ୍ୱାମୀଙ୍କ ତାଙ୍କର ଜୀବନୀ ତାଙ୍କର ଶିକ୍ଷା ସେ ମାନେ ସାଧାରଣ ସାଧକ ମାନଙ୍କ ପାଇଁ ନିହାତି ଦରକାର, ସମସ୍ତେ ଜାଣିବା ଦରକାର। କୋଉ ଷ୍ଟେଜ ମାନେ ଷ୍ଟେଜରୁ ଉଠିକି ଆପଣ ଅନ୍ତିମ ଷ୍ଟେଜ ଯାଏଁ ଯିବାକୁ ଯୋଉ ପ୍ରୋସେସଟା ସେଟା ରଘୁନାଥ ଦାସ ଗୋସ୍ୱାମୀଙ୍କ ଜୀବନୀରେ ପୁରା ସମ୍ପୂର୍ଣ୍ଣ ରୂପରେ ଅଛି। ସେ ପୁଣି ଜନ୍ମଗ୍ରହଣ କରିଥିଲେ ଜଣେ ମାନେ ରାଜ ପରିବାର ମାନେ ବାରମ୍ବାର ଆମେ ଶୁଣୁଛେ ନା, ଦି ଭାଇ ଯୋଉ ହିରଣ୍ୟ ମଜୁମଦାର ଆଉ ତାଙ୍କର ପିତାଙ୍କ ନାମ କଣ ଥିଲା, ଦି ଜଣ ଭାଇଙ୍କର ସେ ଗୋଟିଏ ପୁଅ ଥିଲେ। ତାଙ୍କର 20 ଲକ୍ଷ ସୁନା ମୁଦ୍ରା ଥିଲା ବାର୍ଷିକ ଆୟ। ସେଥିରୁ 12 ଲକ୍ଷ ସେ ଦଉଥିଲେ ଟ୍ୟାକ୍ସରେ, 8 ଲକ୍ଷ ସୁନା ମୁଦ୍ରା ଥିଲା ତାଙ୍କର ଆୟ। ରାଜାଙ୍କ ଭଳିଆ ତାଙ୍କର ମାନେ ଚଳଣି ଥିଲା। ତ କୋଉ ଷ୍ଟେଜରେ ସେ ଥିଲେ, ସାଂସାରିକ ସ୍ତରରେ ବହୁତ ଶ୍ରେଷ୍ଠ ସ୍ତରରେ ଥିଲେ। ସେଠୁ ସେ କେମିତି ଯାଇ ଆସ୍ତେ ଆସ୍ତେ ତାଙ୍କର କେମିତି ବିରକ୍ତ ମାନେ ଅନୁଭୂତି ହଉଥାଏ, କେମିତି ସାଂସାରିକ ଜିନିଷରୁ ବିରକ୍ତି ଅବସ୍ଥାଏ ହେଇ କେମିତି ସେ ଲାଷ୍ଟରେ ବ୍ରଜରେ ରହିକି ଗୋଟେ ଗୋଟେ ଦନା ମଠା ପିଇକି କେମିତି ଭଜନ କରୁଥିଲେ। ତାଙ୍କ ଜୀବନୀରେ ପୁରା ଷ୍ଟେପ ବାଇ ଷ୍ଟେପ ପୁରା ବର୍ଣ୍ଣନା ଅଛି। ତାଙ୍କ ଜୀବନୀ ତାଙ୍କ ଶିକ୍ଷା ପଢିଲେ ଆପଣ ଜାଣିପାରିବେ କେମିତି ତଳ ଷ୍ଟେଜରୁ ଉପର ଷ୍ଟେଜ ଯାଏ କେମିତି କୋଉ ଷ୍ଟେଜ ଦେଇକି ଯିବାକୁ ପଡେ, କେମିତି ଭଜନ ଅନୁଭୂତି ହେଇଯାଏ, ଆଉ କେମିତି ସାଂସାରିକ ବିରକ୍ତି ଆସିଯାଏ। ସେଇଟା କୁହାଯାଇଛି ଆମର ଜବିତା ରୂପକ ଯୋଉ ଇଏଟାକୁ ଦୂର ହେଇଯାଏ। ଆମ ରଘୁନାଥ ଗୋସ୍ୱାମୀ ଯେତେବେଳେ ପ୍ରଥମେ ତାଙ୍କର ମାନେ ହରିଦାସ ଠାକୁରଙ୍କ ସଂସ୍ପର୍ଶରେ ଆସିକି ଯେତେବେଳେ ଜାଣିଲେ ମହାପ୍ରଭୁଙ୍କ ବିଷୟରେ ଜାଣିଲେ, ତାପରେ ସେ ପ୍ରଥମେ ଯାଇକି ପହଞ୍ଚିଲେ କୋଉଠି, ଯେତେବେଳେ ଜାଣିଲେ ଯେ ଆମର ମହାପ୍ରଭୁ ଆସିଛନ୍ତି ତାଙ୍କ ପାଖକୁ ମିଶିବାକୁ ଗଲେ। କହିଲେ ମୁଁ ଆପଣଙ୍କ ପୁରୀ ଯିବାକୁ ଚାହୁଁଛି, ଆପଣଙ୍କ ପାଖରେ ରହିବାକୁ ଚାହୁଁଛି। ସେ ମନା କରିଦେଲେ, କହିଲେ ଏମିତି ବାତୁଳ ହୁଅନି, ବାତୁଳ ହେଇକି ମର୍କଟ ବୈରାଗ ଦେଖିବା ଆବଶ୍ୟକ ନାହିଁ, ତୁମେ ଘରେ ରହିକି ଭଜନ କର। ଘରେ ରହିକି ଭଜନ କର, ଭିତରେ ମାନେ ଠିକ ଠିକ ରୂପରେ ଭଜନ କର, ବାହ୍ୟରେ ବାହ୍ୟ ବ୍ୟବହାର ରଖିକି ଯେମିତି ଚଳେଇବା କଥା ସେମିତି ଚଳ। ସିଏ ଆସିଲେ ସେୟା କଲେ, ଆସ୍ତେ ଆସ୍ତେ ତାପରେ ଘର ଲୋକ ଜାଣିଲେ ଯେ ଇଏ ଠିକ ଠାକ ହେଇଗଲାଣି, ବାତୁଳ ହଉନି, ଆଜି ପଳେଇବି କାଲି ପଳେଇବି, ଆଜି ପୁରୀ ପଳେଇବି, ମହାପ୍ରଭୁଙ୍କ ପାଖକୁ ପଳେଇବି। ତାପରେ ନିତ୍ୟାନନ୍ଦ ପ୍ରଭୁ ଥରେ ଯେତେବେଳେ ସେଠିକି ଆସିଥିଲେ ଆମର ପାଣିହାଟି, ସେତେବେଳେ ସେ ତାଙ୍କ ପାଖକୁ ଯାଇଥିଲେ ନିତ୍ୟାନନ୍ଦ ପ୍ରଭୁ। ତାପରେ ତାଙ୍କୁ କହିଲେ ଯେ ତୁମେ ବୈଷ୍ଣବ ସେବା କର, ତୁମେ ଅପରାଧ କରିଛ, ମୋ ସମ୍ପତ୍ତିକୁ ତମେ ଚୋରି କରିବାକୁ ଚେଷ୍ଟା କରିଛ, ଡାଇରେକ୍ଟ ଗାଇଡାନ୍ସରେ ତମେ କେମିତି ଭଗବାନଙ୍କୁ ବ୍ରତ କରିବ, ମୋ ବିନା ଅନୁମତିରେ
তুমি ଚୋରି କରିବାକୁ ଚେଷ୍ଟା କରିଛ, ମୋ ଧନକୁ ହଡପ କରିବାକୁ ଚେଷ୍ଟା କରିଛ, ତେଣୁ ତୁମକୁ ଦଣ୍ଡ ମିଳିବ। ଦଣ୍ଡ କଣ ମିଳିବ ନା ଯେତେ ସବୁ ବୈଷ୍ଣବ ଅଛନ୍ତି ତାଙ୍କୁ ତମେ ପ୍ରସାଦ ବିତରଣ କର, ଏଇଟା ହେଲା ବୈଷ୍ଣବ ସେବା କର, ଏଇଟା ହେଲା ତୁମର ଦଣ୍ଡ। ତାପରେ ସିଏ ପାଣିହାଟି ମହୋତ୍ସବ କଲେ, ପୁରା ଦଧି ଚୁଡ଼ା ମହୋତ୍ସବ ଯୋଉ ଶୁଣୁଛେ, ମହୋତ୍ସବ କଲା ପରେ ନିତ୍ୟାନନ୍ଦ ପ୍ରଭୁଙ୍କ କୃପାରୁ, ବୈଷ୍ଣବ ମାନଙ୍କ କୃପାରୁ ତାପରେ ତାଙ୍କର ସେ ଯୋଉ ସଂସାର ବନ୍ଧନ ମୁକ୍ତ ହେଲା। ତାପରେ ସେ ମହାପ୍ରଭୁଙ୍କ ପାଖକୁ ଗଲେ। ତାପରେ ମହାପ୍ରଭୁ ସେଇ ମହାପ୍ରଭୁ ଯେ ଫେରେଇ ଦେଇଥିଲେ, ତାପରେ ସେ କହିଲେ, ତାପରେ ତାଙ୍କ ସ୍ୱରୂପଙ୍କୁ ଅର୍ପଣ କରିଦେଲେ। ଇଏ ହେଲେ ସ୍ୱରୂପ ରଘୁନାଥ, ଆଜି ଇଏ ହେଲେ ସ୍ୱରୂପଙ୍କର ରଘୁନାଥ। ସ୍ୱରୂପ ଦାସଙ୍କୁ କହିଲେ ଇଏ ତୁମ ଗାଇଡାନ୍ସରେ ରହିଲେ, ତାଙ୍କୁ ଏବେ ତୁମେ ଗାଇଡ କର, ତୁମ ଗାଇଡାନ୍ସରେ ତାଙ୍କୁ ଭଜନ ଶିଖାଅ। ତାପରେ ସେ ତାଙ୍କୁ ଆକ୍ସେପ୍ଟ କଲେ, କାହିଁକି ନିତ୍ୟାନନ୍ଦ ଆପ୍ରୁଭ କରିଦେଇଛନ୍ତି, ଗୁରୁଦେବ ଆପ୍ରୁଭ କରିଦେଇଛନ୍ତି, ଏବେ ତାଙ୍କୁ ମନା କରିପାରିବେନି କୃଷ୍ଣ, ତାଙ୍କ ଗାଇଡାନ୍ସରେ ସେ ଅଛନ୍ତି। ତାପରେ ସେ ଭଜନ କଲେ। ପ୍ରଥମେ ଯେତେବେଳେ କଲେ ମହାପ୍ରଭୁ କଣ କରୁଥିଲେ, ସେ ପ୍ରସାଦ ପାଇସାରିଲା ପରେ ସେ ପ୍ରସାଦ ଯାହା ବଳୁଥିଲା ଗୋବିନ୍ଦ ପ୍ରଭୁ ପାଉଥିଲେ, ତାଙ୍କର ସେବକ ଯିଏ ଥିଲେ। ଗୋବିନ୍ଦ ପ୍ରଭୁ ପରେ ପୁଣି କହିଲେ ରଘୁନାଥ ଗୋସ୍ୱାମୀ ପାଇବେ। ରଘୁନାଥ ଗୋସ୍ୱାମୀ କିଛି ଦିନ ପାଇଲା ପରେ ସେ ଦେଖିଲେ ଯେ ମୁଁ ଏଠି ବୈଷ୍ଣବ ସେବା କରିବାକୁ ଆସିଛି ନା ନବାକୁ ଆସିଛି। ମହାପ୍ରଭୁଙ୍କୁ ମାନେ ପ୍ରସାଦ ଯେତିକି ପାଉଥିଲେ ମୁଁ ତ ସେଥିରେ ମୋର ପୁଣି ଅଧିକାର ହେଇଗଲାଣି। ତାଙ୍କୁ ଆସ୍ତେ ଆସ୍ତେ ତାପରେ ସେ କଣ କଲେ ନା ଦେଖିଲେ ଯେ ସମସ୍ତେ ଗୃହସ୍ଥ ବୈଷ୍ଣବ ମାନେ ସମସ୍ତେ ମହାପ୍ରଭୁଙ୍କୁ ପ୍ରସାଦ ପାଇଁ ଡାକୁଛନ୍ତି ଘରକୁ। ସେ ବି କହିଲେ ମୁଁ ବି ଡାକିବି। ତାଙ୍କ ବାବା ତାଙ୍କୁ ପଠେଇଥିଲେ 2 ଜଣ ସେବକ ଆଉ କିଛି ସ୍ୱର୍ଣ୍ଣ ମୁଦ୍ରା ଏମିତି ପଠଉଥିଲେ, ଯେ ରହିକି ଏଠି ଭଜନ କରିବ, ଆଉ କିଛି କିଛି ମାନେ ତାଙ୍କ ହେଲ୍ପ ପାଇଁ ସେ କିଛି ପଠଉଥିଲେ। ରଘୁନାଥ ଦାସ ଗୋସ୍ୱାମୀ କଣ କଲେ, ସେ ଯୋଉ ପଇସାରୁ ତାଙ୍କ ଘରୁ ଯୋଉ ପଇସା ଆସୁଥିଲା ସେଥିରେ କିଛି କିଛି ପ୍ରସାଦ ବେଳେ ବେଳେ କରି ମହାପ୍ରଭୁଙ୍କୁ ଡାକନ୍ତି। ମହାପ୍ରଭୁ ଯାଆନ୍ତି, ଆନନ୍ଦରେ ପ୍ରସାଦ ପାଆନ୍ତି। ଯୋଉ ରଘୁନାଥ ଦାସ ଗୋସ୍ୱାମୀ ତା ସହିତ ଭଜନ ବି କରୁଥିଲେ। ତ ଭଜନ କରୁ କରୁ ଆଉ ଏସବୁ ଜିନିଷ କରି କରି ତାଙ୍କର ସେ ଅନୁଭୂତି ହଉଥିଲା, ଆସ୍ତେ ଆସ୍ତେ ଉନ୍ନତ ଷ୍ଟେଜ ଆସୁଥିଲା। ସେ ଉନ୍ନତ ଷ୍ଟେଜ ଯେତେବେଳେ ଆସୁଥିଲା, ଭଜନର ଅନୁଭୂତି ଯେତେ ହଉଥିଲା, ସେତିକି ଜିନିଷକୁ ଅନୁଭବ କରିପାରୁଥିଲେ ଯେ ନା ମହାପ୍ରଭୁ ଏଥିରେ ଖୁସି ନାହାନ୍ତି। ତାପରେ ସେ ଆଉ ଡାକିଲେନି। ତାପରେ ମହାପ୍ରଭୁ ପଚାରିଲେ ସ୍ୱରୂପ ଦାମୋଦରକୁ ଯେ ରଘୁନାଥ ମତେ ଆଉ କାହିଁ ପ୍ରସାଦ ପାଇଁ ଡାକୁନି, ନା ଆପଣ ଆକ୍ଚୁଆଲି ବିଷୟର ଅନ୍ନ ଖାଇଲେ ମଳିନ ହୁଏ ମନ, ଆଉ ସେଥିପାଇଁ ଆପଣଙ୍କୁ ଯେହେତୁ ତାଙ୍କ ଘରୁ ପଇସା ଆସୁଛି ସେ ଜାଣିପାରୁଛନ୍ତି ଯେ ଆପଣ ଭିତରେ ପ୍ରସନ୍ନ ହଉନାହାନ୍ତି, ଆଉ ସେଇଥିପାଇଁ ସିଏ ଆପଣଙ୍କୁ ଆଉ ଡାକୁନି। ମହାପ୍ରଭୁ ଖୁସି ହେଇଗଲେ, କହିଲେ ଠିକ କଥା, ବିଷୟରେ ଅନ୍ନ ଖାଇଲେ ମଳିନ ହୁଏ ମନ, ମଳିନ ମନରେ ନ ହୁଏ କୃଷ୍ଣର ସ୍ମରଣ। କହିଲେ ସେ ବୁଝିପାରିଛି। ତାପରେ କଣ କଲେ, ସିଏ କଣ କଲେ ନା ଆମର ସିଂହ ଦ୍ୱାର ଫ୍ରଣ୍ଟରେ ଠିଆ ହେଇକି ତାପରେ ଦୀକ୍ଷା ଗ୍ରହଣ କଲେ। କହିଲେ ନା ଘରୁ ଆଉ ପଇସା ମଗେଇବେନି। ଆଉ ସିଂହଦ୍ୱାର ପାଖରେ ଠିଆ ହେଇକି କଣ କେମିତି କରୁଛି ନା ସିଂହଦ୍ୱାର ପାଖରେ ଠିଆ ହେଇକି ଦୀକ୍ଷା ଇଏ କରିକି ନିଜର ମାନେ ପ୍ରସାଦ ପାଉଛନ୍ତି। ମହାପ୍ରଭୁ ଖୁସି ହେଇଗଲେ, କହିଲେ ଆମର ଯୋଉ ତ୍ୟାଗ ହେଲା ସନ୍ନ୍ୟାସୀ ମାନଙ୍କର ମୂଳ ମାନେ ଶ୍ରେଷ୍ଠ ଧନ। ତାପରେ ମହାପ୍ରଭୁ ଖୁସି ହେଲେ। କିଛି ଦିନ ଗଲା ପରେ ସେ ସିଂହଦ୍ୱାର ପାଖରେ ବି ଠିଆ ବନ୍ଦ କରିଦେଲେ। ପୁଣି ଶ୍ରେଷ୍ଠ ଅନୁଭୂତି ହେଲା। ତାପରେ କଣ କଲେ ନା ଯେତେ ସବୁ ଅଛନ୍ତି ଭିତରେ ମନ୍ଦିର ଭିତରେ ଯେତେ ସବୁ ପ୍ରସାଦ ବି କରୁଛନ୍ତି ତାଙ୍କଠୁ ମାଗି ମାଗି ଟିକେ 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 ପ୍ରସାଦ ପାଇଲେ। ମହାପ୍ରଭୁ ପଚାରିଲେ, କହିଲେ ସିଂହଦ୍ୱାର ପାଖରେ କାହିଁ ଠିଆ ହଉନାହାନ୍ତି, କଣ କରୁଛନ୍ତି, ନା ଏମିତି ଏମିତି ଭିତରେ ଯାଇକି ପ୍ରସାଦ ମାଗିକି ପାଉଛନ୍ତି ବେଢା ଭିତରେ। ଖୁସି ହେଇଗଲେ, କହିଲେ ସିଂହଦ୍ୱାର ପାଖରେ ପ୍ରସାଦ ପାଇବାଟା ହେଲା କଣ ଯୋଉ ବେଶ୍ୟାବୃତ୍ତି ସମାନ। ଯେମିତି କିଏ ଆସୁଛି ମତେ କିଏ ଗୋଟେ କଣ ଦେଇଦବ, ଟିକେ ଦାନ କରିଦବ, ସମସ୍ତଙ୍କୁ ମୁଁ କଣ ନେଇଥିବ, ଇଏ କିଛି ଦେଇଦବ, ଇଏ କିଛି ଦେଇଦବ, ତେଣୁ ସେ ବେଶ୍ୟାବୃତ୍ତି ସମାନ। ମହାପ୍ରଭୁ ଖୁସି ହେଇଗଲେ, କହିଲେ ଠିକ ଠିକ ଭଲ କରୁଛି। ପ୍ରଥମରୁ କିଛି କହୁନାହାନ୍ତି, ଯେତିକି ଯେତିକି ଅନୁଭବ କରୁଛନ୍ତି, ଯେତିକି ଯେତିକି ଭଜନ କରୁଛନ୍ତି, ତାଙ୍କର ଅନୁଭୂତି ଆସୁଛି, ସେ ନିଜେ ନିଜେ ସେତିକି ଜାଣିପାରୁଛନ୍ତି ଯେ ଏଇଟା ଠିକ ନୁହଁ, ଆଉ ଟିକେ ଆଗକୁ ଯିବା। ଆଉ ଟିକେ ଆଗକୁ ଗଲା ପରେ ସେ କହୁଛନ୍ତି ଏଇଟା ବି ଠିକ ନୁହଁ, ଆଉ ଟିକେ ଆଗକୁ ଯିବା। ପ୍ରଥମରୁ ସେ ଷ୍ଟେଜ ଆସେନି। ଯେତେବେଳେ ପ୍ରଥମେ ଆସିକି ମହାପ୍ରଭୁ ଭେଟିଲେ ନିତ୍ୟାନନ୍ଦ ପ୍ରଭୁଙ୍କ ପୂର୍ବରୁ, ମହାପ୍ରଭୁ ତାଙ୍କ କହିଲେ କି ଯେ ବୈରାଗ ଏମିତି ଆଚରଣ କର, ତାଙ୍କୁ ଏମିତି କର, ତମେ ଯାଇକି ଗୋଟେ ଦିନ ମଠା ପିଇକି ଯାଇକି ବୃନ୍ଦାବନ ଭଜନ କର, ସେମିତି କହିଥିଲେ କି? ସେ ଭଜନ କରିବା ସାଥିରେ ତାଙ୍କ ଘରକୁ ପଠେଇଦେଲେ, ନିଷ୍ଠାର ସହ ଘରେ ଭଜନ କର, ବାହାରେ ବାହ୍ୟ ଯେମିତି ବ୍ୟବହାର କରିବା କଥା କର, ଭିତରେ ନିଷ୍ଠା ରଖି ଭଜନ କର। ସେ ଭଜନ କରୁଥାନ୍ତି, ତାଙ୍କର ସେତିକି 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 ତାଙ୍କର ମାନେ ଅବିଦ୍ୟା ରୂପକ ସେ ଯୋଉ ରୋଗ ଦୂର ହଉଥାଏ, ସେତିକି ସେତିକି ତାଙ୍କ ଅନୁଭୂତି ହଉଥାଏ। ଏମିତି ଧୀରେ 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 ଷ୍ଟେଜ। ତାପରେ ସେ କଣ କଲେ, ସବୁ ଇଏରୁ ମାଗିକି ଟିକେ 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 ପ୍ରସାଦ ପାଇଲେ। ତାପରେ କିଛି ଦିନ ଗଲା ପରେ ପୁଣି ସ୍ୱରୂପ ଦାମୋଦରକୁ ପଚାରିଲେ ଯେ ରଘୁନାଥ କେମିତି ପ୍ରସାଦ ପାଉଛି, ନା ସିଏ ଆଉ ସେ ମାଗିକି ବି ପାଉନି, ନା କେମିତି,
ନା ସିଏ ଯୋଉ ବଳି ଯାଉଛି ଅନ୍ନ, ତାକୁ ଯୋଉ ଫୋପାଡ଼ି ଦଉଛନ୍ତି ନଳାରେ, ତାକୁ ଆଣିକି ଧୋଇ ଦଉଛି। ଧୋଇ ଦେଇ କଣ କରୁଛନ୍ତି ନା ସେ ପଚି ଯାଇଥିବ, ଉପରଟା ସେ ଛଡି ଯାଇଥିବ, ଭିତରେ ଯୋଉ ଅନ୍ନର ଭିତରଟା ଟିକେ ହାର୍ଡ ଥାଏ, ତ ସେଇଟା ପଚି ନଥିବ, 2-3 ଦିନରେ ନୂଆ ନୂଆ ଯୋଉଟା ପଚିଥିବ, ତାକୁ ଆଣିକି ମକଚିକି ତାକୁ ଧୋଇ ଦେଇକି ଉପରଗୁରା ଯୋଉ ଇଏ ଗୁରା ଛଡି ଯାଇଥିବା ଅଂଶଟା ଧୋଇ ଯାଉଛି, ଭିତରେ ଯୋଉଟା ହାର୍ଡ ଥିବ ତାକୁ ଆଣିକି ରଖିକି ଟିକେ ଲୁଣ ଟିକେ ଇଏ କରିକି ତାକୁ ପାଉଛନ୍ତି। ଆଉ ମହାପ୍ରଭୁ ଆହୁରି ଖୁସି ହେଇଗଲେ, ଆନନ୍ଦିତ ହେଇଗଲେ। ଏତେ ବୈରାଗ୍ୟ, ମହାପ୍ରଭୁଙ୍କର ଯେତେ ବୈରାଗ୍ୟ ତାଙ୍କ ଭକ୍ତମାନଙ୍କ ହେବେ ସେତେ ଖୁସି ହେଇଯାନ୍ତି। ତାପରେ ସ୍ୱରୂପ ଦାମୋଦର କଣ କଲେ, ସେଥିରୁ ରଘୁନାଥ ପାଖରୁ ଆଣିକି ଅମୃତ ଭାବି ସେଇଠୁ ପାନ କରୁଛନ୍ତି। ମହାପ୍ରଭୁ ଯାଇକି ପହଞ୍ଚିଗଲେ, କହିଲେ ତମେ ଅମୃତ ପାନ କରୁଛ, ମତେ ଦଉନ। ସିଏ ବି ତାକୁ ପାଉଛନ୍ତି। ଏମିତି ଧୀରେ 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 ତାପରେ ଯେତେବେଳେ ମହାପ୍ରଭୁ ତାଙ୍କର ପରିକର ମାନେ ଏଠି ସବୁ ଶରୀର ତ୍ୟାଗ କଲେ, ସବୁ ଅପ୍ରକଟ ହେଇଗଲେ, ତାପରେ ହରିଦାସ ଠାକୁର ତାଙ୍କୁ ମାନେ ଏ ଜାଗାଟା ପୁରା ମରୁଭୂମି ଭଳିଆ ଲାଗିଲା। ମହାପ୍ରଭୁ ତାଙ୍କର ପରିକର କେହି ନାହାନ୍ତି। ତାପରେ ସିଏ ପଳେଇଲେ କୋଉଠି, ବୃନ୍ଦାବନ। ବୃନ୍ଦାବନରେ ରୂପ ଆଉ ସନାତନ ଗୋସ୍ୱାମୀ ତାଙ୍କ ଗାଇଡାନ୍ସ ରହିଲେ। ରୂପ ଆଉ ସନାତନ ଗୋସ୍ୱାମୀ ତାଙ୍କୁ ମାନେ କୃଷ୍ଣଙ୍କ କଥା କହିକି ତାଙ୍କୁ ସନ୍ତୁଷ୍ଟ କଲେ। ନହେଲେ ସେ ତ ଯାଇଥିଲେ ଯେ ମୁଁ ପ୍ରାଣ ତ୍ୟାଗ କରିଦେବି, ତାଙ୍କୁ ସନ୍ତୁଷ୍ଟ କଲେ। ତାପରେ ସେ ଶରୀର ଧାରଣ କରିବାକୁ ସକ୍ଷମ ହେଲେ। ତାପରେ ସେ କଣ କଲେ, ଯେ ଭଜନ କଲେ। ସେ ଗୋଟେ ଗୋଟେ ଦିନ ମଠା ପିଇକି ଭଜନ କରିବା ଷ୍ଟାର୍ଟ କଲେ। ତ ଚିନ୍ତା କରନ୍ତୁ ସେ କୋଉ ଷ୍ଟେଜରେ ଥିଲେ। ଘରେ ରହୁଥିଲେ, ଘରେ ରହିକି ଚିନ୍ତା କରୁଥିଲେ, ଭଜନ କିଛି କିଛି କରୁଥିଲେ, କିନ୍ତୁ ମହାପ୍ରଭୁ ସେତେବେଳେ ତାଙ୍କୁ ଆକ୍ସେପ୍ଟ ବି କରୁନଥିଲେ। ତାପରେ ନିତ୍ୟାନ୍ତ ପ୍ରଭୁଙ୍କ କୃପା ହେଲା। ନିତ୍ୟାନ୍ତ ପ୍ରଭୁ କୃପା କଲେ, ମହାପ୍ରଭୁ ଆକ୍ସେପ୍ଟ କଲେ। ଧୀରେ 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 ଭଜନ କରୁ 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 ଅନୁଭୂତି ହଉ 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 କୋଉ ଷ୍ଟେଜରେ ଯାଇକି ପହଞ୍ଚିଲେ। ସେମିତି ଯେମିତି ପିଲିଆ ରୋଗରେ ମିଶ୍ରିଟା ଯେତିକି 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 ରୋଗ ଦୂର ହଉଥିବ, ମିଶ୍ରିଟା ସେତିକି ସେତିକି ମିଠା ଲାଗୁଥିବ। ସେମିତି ଏଠି ଅବିଦ୍ୟା ଯେତିକି ଯେତିକି ଦୂର ହଉଥିବ, ସେତିକି ସେତିକି ଆମର ଆତ୍ମବୁଦ୍ଧି ସେତିକି ସେତିକି ହଉଥିବ, ଆତ୍ମ ଅନୁଭୂତି ସେତିକି ସେତିକି ହଉଥିବ, ନିଜ ସ୍ୱରୂପ ଜ୍ଞାନ ସେତିକି ସେତିକି ହଉଥିବ। ଏଇଠି ସେଇଟା କୁହାଯାଇଛି। ପ୍ରଥମେ ପ୍ରଥମେ ସେ ସବୁ କୃଷ୍ଣ ନାମ ଚରିତ ଆଦି ସେତିକି ସେତିକି ଆମକୁ ପିତା ଲାଗେ। ସେଟା ଯେତିକି ରୋଗ ଦୂରଭୂତ ହଉଥିବ, ସେତିକି ସେତିକି ଆମକୁ ମିଠା ଲାଗିବ। କୃଷ୍ଣ ନାମକୁ ସେତିକି ମିଠା ଲାଗିବ। ଆମର ଆତ୍ମଜ୍ଞାନ, ଆମର ସ୍ୱରୂପ ଜ୍ଞାନ ସେତିକି ସେତିକି ହଉଥିବ। ଏଇଟା ହେଲା ଗୋଟେ ପ୍ରୋସେସ। ସେଇ ପ୍ରୋସେସ ଟାକୁ କୁହାଯାଇଛି ଆମର 7ମ ନମ୍ବର ଶ୍ଲୋକରେ। ଆଉ ଗୋଟେ ସନାତନ ଗୋସ୍ୱାମୀ ଯୋଉ ସ୍ପର୍ଶମଣି ଗୋଟେ ପାଇଥିଲେ, ସିଏ ତ ପ୍ରଧାନମନ୍ତ୍ରୀ ଥିଲେ। ପ୍ରଧାନମନ୍ତ୍ରୀ ଥିଲେ ବି ତାଙ୍କର କଣ ସେ ଜ୍ଞାନ ମାନେ ଆସ୍ତେ ଆସ୍ତେ ଯେତେବେଳେ ସେ ଭଜନ ଧାରାକୁ ଆସିଲେ, ମହାପ୍ରଭୁଙ୍କ ସଂସ୍ପର୍ଶରେ ଆସିଲେ, ସମସ୍ତେ ପରିକର କିନ୍ତୁ ଆସିକି ଆମକୁ ଶିକ୍ଷା ଦଉଛନ୍ତି। ମହାପ୍ରଭୁଙ୍କ ଲୀଳାରେ ଆସିକି ସାଧାରଣ ଜୀବନକୁ ଶିକ୍ଷା ଦଉଛନ୍ତି। ଆସିଲେ ସିଏ ଯେତେବେଳେ ସେମିତି ଭଜନ କଲେ, ଅନୁଭୂତି ହେଲା, ନିଜ ସ୍ୱରୂପ ଜ୍ଞାନ ହେଲା, ଭଜନ କରୁଥାନ୍ତି। ସ୍ପର୍ଶମଣି ଯେତେବେଳେ ପାଇଲେ, ଥରେ ପରିକ୍ରମା କରୁଛନ୍ତି, ଗୋବର୍ଦ୍ଧନ ପରିକ୍ରମା, ସେଠି ଦେଖିଲେ ଗୋଟେ ମଣିଟେ ପଡିଛି। ଦେଖିଲେ ଏଇଟା ସ୍ପର୍ଶମଣି। ଯାହାକୁ ଯାହା ମାନେ ସ୍ପର୍ଶମଣି ମାନେ ଲୁହାକୁ ସ୍ପର୍ଶ କରେଇଦେଲେ ସେ ସୁନା ହେଇଯିବ। ତା କଣ କଲେ, ନେଇକି ଗୋଟେ ନଦୀ ଭିତରେ ଫୋପାଡ଼ି ଦେଲେ। ତାଙ୍କୁ ତ ସେ ଜ୍ଞାନ ନାହିଁ, ସେ ଭଜନ କରି କରି ସେ ସ୍ତରକୁ ପଳେଇ ଆସିଛନ୍ତି। ଯେତେବେଳେ ଗୋଟେ ବ୍ରାହ୍ମଣଟେ, ଯିଏକି ଶିବଜୀଙ୍କର ଭକ୍ତ, ସିଏ ଶିବଜୀଙ୍କୁ ପ୍ରାର୍ଥନା କଲା, ମୁଁ ତ ଜୀବନ ସାରା ଆପଣଙ୍କୁ ଭଜନ କରିଛି, ଆପଣଙ୍କୁ ପୂଜା କରିଛି, ଏବେ ମୋ ଝିଅର ବିବାହ ସମୟ ଆସିଲାଣି, ଆଉ ମୁଁ କେମିତି ତାକୁ ବିବାହ କରିବି, ମୋତେ ସାହାଯ୍ୟ କରନ୍ତୁ। ତ ଶିବଜୀ ତାକୁ ସ୍ୱପ୍ନରେ କହିଲେ, ଯାଅ, ମୋର ଜଣେ ପ୍ରିୟ ସଖା ଅଛନ୍ତି ସନାତନ ଗୋସ୍ୱାମୀ, ବ୍ରଜରେ ସେ ଭଜନ କରୁଛନ୍ତି, ତାଙ୍କ ପାଖକୁ ଯିବ, ତାଙ୍କ ପାଖରେ ଗୋଟେ ସ୍ପର୍ଶମଣି ଅଛି, ତାକୁ ନେଇ ଆସିବ, ତମର ସବୁ କାମ ହେଇଯିବ। ସେ ଯାଇକି ପହଞ୍ଚିଲେ। ସେ ପହଞ୍ଚିଲା ପରେ ସନାତନ ଗୋସ୍ୱାମୀ କହିଲେ, ସନାତନ ଗୋସ୍ୱାମୀ, ମୁଁ ତ ଫକଡ଼, ମୋ ପାଖରେ ତ କିଛି ନାହିଁ, ଆଉ ମୁଁ ତୁମକୁ କଣ ଦେବି? ଚିନ୍ତା କଲେ କି ମୋ ପାଖରେ ତ କିଛି ନାହିଁ। ତାପରେ କହିଲେ, ଶିବଜୀ ମତେ ପଠେଇଛନ୍ତି। ଶିବଜୀଙ୍କ ଚିନ୍ତା କଲେ, ତାଙ୍କର ମନେ ପଡ଼ିଲା, ଆରେ ମୁଁ ଥରେ ଗୋଟେ ସ୍ପର୍ଶମଣି ପାଇଥିଲି, ଆଉ ତାକୁ ଅଳିଆ ଗଦା କୋଉଠି ପକେଇ ଦେଇଥିଲେ, ନଦୀ ନୁହଁ। ସେ କହିଲେ, ସେ ଅଳିଆ ଗଦାରେ ଦେଖ, ସେ ସ୍ପର୍ଶମଣିଟା ପଡିଥିବ। ସେ ଦେଖିଲେ ଅଳିଆ ଗଦା, ଦେଖିଲା ବେଳକୁ ସ୍ପର୍ଶମଣିଟା ପାଇଲେ। ତାପରେ ସେ ଖୁସିରେ ନେଇକି ଫେରୁଥିଲେ। ଫେରିଲା ବେଳକୁ ସେ ଚିନ୍ତା କଲେ, ସ୍ପର୍ଶମଣି ହେଲା ଦୁନିଆର ମାନେ ରାଜା ମହାରାଜା ବି ସେ ସ୍ପର୍ଶମଣି ପାଇବାକୁ ଚିନ୍ତା କରୁଛନ୍ତି। ଏମିତି କଣ ଜିନିଷ ପାଇଛନ୍ତି, ସେ ସ୍ପର୍ଶମଣିକୁ ବି ତିରସ୍କାର କରିଦଉଛନ୍ତି। ସେ ଏମିତି ମାନେ କୋଉ ମଣିଟା ପାଇଛନ୍ତି ଜଗତ ଜିନିଷର। ସେ ଫେରିକି ଗଲେ, ପଚାରିଲେ, ଆଜ୍ଞା ଗୋଟେ କୋଶ୍ଚିନ୍ ପଚାରିବି? ସେ କହିଲେ, କୁହ। ଆପଣଙ୍କ ପାଖରେ କଣ ଏମିତି ଜିନିଷ ଅଛି ଆପଣ ଏଇଟାକୁ ବି ତୁଚ୍ଛ ବୋଲି ଭାବୁଛନ୍ତି? ନା ଏଇଟା ତ ସ୍ପର୍ଶମଣି, ସାଧାରଣ ମଣି ଜାଗତିକ ଲୋକମାନଙ୍କର, ମୋ ପାଖରେ ଗୋଟେ ଚିନ୍ତାମଣି ଅଛି। ସେ କହିଲେ, ତାହେଲେ ମତେ ସେ ଚିନ୍ତାମଣିଟା ଦିଅନ୍ତୁ। କହିଲେ, ଚିନ୍ତାମଣି ପାଇବାକୁ ହେଲେ ଆପଣଙ୍କୁ ଏଇଟାକୁ ତ୍ୟାଗ କରିବାକୁ ପଡିବ। ଏଇଟାକୁ ସେ ନଦୀ ଭିତରେ ଫୋପାଡ଼ିକି ସ୍ନାନ କରିକି ଆସ, ତାପରେ ମୁଁ ଚିନ୍ତାମଣିକୁ ତୁମକୁ ଦେବି। ସେ ଗଲେ, ନଦୀ ଭିତରେ ତାକୁ ଫୋପାଡ଼ିଲେ, ସ୍ନାନ କଲେ, ଆସିଲେ।
ତାପରେ ସନାତନ ଗୋସ୍ୱାମୀ ତାଙ୍କୁ ଚିନ୍ତାମଣିକୁ ପ୍ରଦାନ କଲେ। ଚିନ୍ତାମଣି ମାନେ କଣ? କୃଷ୍ଣ ନାମ ପ୍ରଦାନ କଲେ। କୃଷ୍ଣ ନାମ ଆଉ କୃଷ୍ଣ ଅଭିନ୍ନ, ତେଣୁ କୃଷ୍ଣଙ୍କୁ ତାଙ୍କୁ ପ୍ରଦାନ କଲେ। ତାପରେ ସେ ଭଜନ କରିବା ଷ୍ଟାର୍ଟ କଲେ। ତାପରେ ସେଠି ତାଙ୍କର ବି ଯୋଉ ଘରେ ସେ ସବୁ ତାଙ୍କର କର୍ମ ବି ସବୁ ଜିନିଷ ସବୁ ହେଇଯାଇଥିଲା। ତାଙ୍କର ଝିଅର ବାହାଘର ସବୁ ଜିନିଷ ଠିକ ଠାକ ହେଇଯାଇଥିଲା। ବହୁତ କଥା ଅଛି। ତ ଏଠି ବି ସେମିତି କହୁଛନ୍ତି ସନାତନ ଗୋସ୍ୱାମୀ, ଯେମିତି ସିଏ ପ୍ରଥମେ ପ୍ରଧାନମନ୍ତ୍ରୀ ଥିଲେ, ଆସ୍ତେ 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 ଭଜନ କରି କରି ତାଙ୍କର ଅନୁଭୂତି ହଉଥାଏ। ତାପରେ ସେ ଯୋଉ ସ୍ପର୍ଶ ମଣିକୁ ବି ତାଙ୍କୁ ତୁଚ୍ଛ ଲାଗୁଥାଏ। ଆଉ ଭଗବାନଙ୍କ ନାମ ପ୍ରତି ପ୍ରତି ଭଗବାନଙ୍କ ନାମରେ ତାଙ୍କୁ ଆନନ୍ଦ, ଅତ୍ୟନ୍ତ ଆନନ୍ଦ ଅନୁଭୂତ ହଉଥାଏ। ଯେମିତି ମିଷ୍ଟିଟା ମିଠା ଲାଗିବା ଷ୍ଟାର୍ଟ କରେ, ସେମିତି ଭଗବାନଙ୍କ ନାମଟା ମିଠା ଲାଗିବା ଷ୍ଟାର୍ଟ କରିବ। ଆଉ ଯେତେ ମିଠା ଲାଗିବ ସେତେ ଆନନ୍ଦ ଅନୁଭୂତ ହବ। ଆଉ କଲରା କଲରା ଭଳିଆ ପିତା ଲାଗିବ। ବିଷୟ ଜିନିଷଟା ସେମିତି ବିଷୟ ଭଳିଆ, କେବଳ ତାକୁ ଜଷ୍ଟ ଖାଲି ଫର୍ମାଲିଟି ଦୃଷ୍ଟିରୁ ସେମିତି ଖାଲି ଭୋଗ କରିକି ଚାଲିବ। ଆଉ ସେଥିରେ ଆନନ୍ଦ, ସେଥିରେ ମିଠା ଲାଗିବା ଷ୍ଟାର୍ଟ ହବନି। ମିଠା ଲାଗିବ କେତେବେଳେ? ରୋଗ ଦୂରୀଭୂତ ହେଇଗଲେ ମିଶ୍ରିଟା ହିଁ ମିଠା ଲାଗିବ। ଯେମିତି ଆମର ଯେତେବେଳେ ନିଜ ସ୍ୱରୂପ ଜ୍ଞାନ ହବ, ଅବିଦ୍ୟା ପୁରା ଦୂର ହେଇଗଲା। ଅବିଦ୍ୟା ମାନେ ହେଲା ଅନାତ୍ମ ବସ୍ତୁରେ ଆତ୍ମବୁଦ୍ଧି। ଯୋଉଟା ଅନାତ୍ମ, ଯୋଉଟା ଆମ ପାଖରେ ନାହିଁ, ସେଇଥିରେ ହିଁ ଆମେ ନିଜକୁ ନିଜ ଭାବୁଥିବା। ଶରୀରଟା ଅନାତ୍ମ ବସ୍ତୁ, କିନ୍ତୁ ଶରୀର ଜ୍ଞାନ ହିଁ ହଉଥିବ, ସେଇଟାକୁ କୁହାଯାଏ ଅବିଦ୍ୟା। ଆସ୍ତେ 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 ଅବିଦ୍ୟା ରୋଗ ଦୂର ହଉଥିବ ଭଗବାନ ନାମ ନେଇକି। ତାପରେ ଜାଣିପାରିବ ଯେ ହଁ, ଇଏ ଅନାତ୍ମ ବସ୍ତୁ, ଏଥିରେ ଆଉ ଆନନ୍ଦ ଆତ୍ମବୁଦ୍ଧି ହୁଏନି। ଆସ୍ତେ ଆସ୍ତେ ଆତ୍ମବୁଦ୍ଧି ଯୋଉଟା ସ୍ୱରୂପ ଶରୀର, ଯୋଉଟା ନିଜର ନିଜ ସ୍ୱରୂପଟା, ସେଇଟା ଯେତେ ଯେତେ ଉନ୍ମୁଖ ହଉଥିବ, ସେତିକି ସେତିକି ସ୍ୱରୂପ ଜ୍ଞାନ ହବା ସହିତ ନିଜ ସ୍ୱରୂପର ସମ୍ବନ୍ଧ କୋଉଥିରେ ଅଛି? ଭଗବାନଙ୍କ ସେବାରେ। ଯୋଉ ଆମର ସ୍ୱରୂପ କଣ? ଭଗବାନଙ୍କ ନିତ୍ୟ ଦାସ। ଆଉ ଯେତେବେଳେ ସ୍ୱରୂପ ଜ୍ଞାନ ହଉଥିବ, ନିତ୍ୟ ସ୍ୱରୂପ ସେତିକି ସେତିକି ପ୍ରକାଶ ହଉଥିବ, ସେତିକି ସେତିକି ନିଜର ଯୋଉ ଆନନ୍ଦଟା ସେଇଥିରେ ହିଁ ପ୍ରାପ୍ତ ହବ। ସେ ଆନନ୍ଦ କୋଉଠି ମିଳେ? ଭଗବାନଙ୍କ ସେବା କରିବାରେ। ସେବକମାନଙ୍କ ଆନନ୍ଦ କୋଉଥିରେ? ସେବା କରିବାରେ। ଆସ୍ତେ ଆସ୍ତେ ସେଇଟା ଆନନ୍ଦ ପ୍ରଦାନ କରିବ। ଆଉ ସେ ଆନନ୍ଦଟା କେମିତି? ପ୍ରତି ପ୍ରତି ଗୋଟେ ଗୋଟେ ନାମରେ ମାନେ ମଧୁରରୁ ମଧୁର ଆନନ୍ଦ ଅନୁଭୂତ ହେବାକୁ ଲାଗିବ। ସେଟା ଆସ୍ତେ 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 ଯେତେ 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 ତା ବୁଝ ରୋଗ ଯେତେ ଯେତେ ଦୂର ହବ, ସେତିକି ସେତିକି ଆମକୁ ମିଠା ଲାଗି ଲାଗି ଯିବ। ସେଇଟାକୁ ଏ ଶ୍ଲୋକରେ ରୂପ ଗୋସ୍ୱାମୀ କହିଛନ୍ତି ସାଧକମାନଙ୍କ ପାଇଁ, ଯେ ତୁମର ଯେତିକି ରୋଗ ଦୂର ହବ, ତମେ ସେତିକି ମିଠା ପାଇବ। ଆସ୍ତେ ଆସ୍ତେ ଯେମିତି ଗୋଟେ ଅନ୍ନ ଆପଣ ପାଇଲେ, ଭୋକ ଲାଗୁଛି, ଖାଦ୍ୟ ଗୋଟେ ମୁଠା ଖାଇଲେ ତିନିଟା ଜିନିଷ ହୁଏ। ଗୋଟେ କଣ? ଶରୀର ପୃଷ୍ଟି ହେଲା, ଭୋକ ଦୂର ହେଲା, ସେତିକି ବଳ ବି ବୃଦ୍ଧି ହେଲା, ଶରୀରକୁ ପୋଷଣ ମିଳିଲା। ତେଣୁ ଯେତିକି ଧୀରେ ଧୀରେ ଆଉ ଗୋଟେ ଗୁଣ୍ଡା ଖାଇଲେ, ପୁଣି ସେ ଜିନିଷ ଟିକେ ଟିକେ ହବ। ସେମିତି ରୋଗ ଯେତିକି ଯେତିକି ଦୂର ହଉଥିବ, ସେତିକି ସେତିକି ଆମକୁ କୃଷ୍ଣଟା ମିଠା ଲାଗୁଥିବ। ଆଉ ସେଇଟାକୁ କେମିତି କରିବ? ସେମିତି ନୁହଁ ଯେ ଗୋଟେ ଥର କରିଦେଲି, ପୁଣି ବର୍ଷେ ପରେ ଆଉ ଥରେ କରିଦେବି, ଆଉ ମାସେ ପରେ ଆଉ ଥରେ କରିଦେବି, ସେମିତି ନୁହଁ। ଟିବି ରୋଗ ଯେମିତି, ଯେମିତି ତମେ ସାଧାରଣ ଜାଗତିକ ରୋଗଟେ ଆପଣ କଣ୍ଟିନ୍ୟୁଅସଲି ମେଡିସିନ କୌଣସି ଡ୍ରପ୍ ନ କରିକି, ଯେମିତି ଡକ୍ଟର କହିଛନ୍ତି ସେମିତି ନିରନ୍ତର ମେଡିସିନ ଖାଇବ, ସେମିତି ଏଇ ରୋଗ ଯୋଉଟା ଭୟଙ୍କର ରୋଗ, ଯୋଉଟା କି ଜନ୍ମ ଜନ୍ମ କୋଟି କୋଟି ଜନ୍ମର ଯୋଉ ରୋଗଟା, ସେଇଟା ଦୂର ହବାକୁ ହେଲେ ଆପଣଙ୍କୁ ସେଇଟାକୁ ନିରନ୍ତର କରିବାକୁ ପଡିବ। ଆପଣଙ୍କ ଡକ୍ଟର କିଏ? ଆପଣ ଗୁରୁଜୀ। ଆମ ଗୁରୁଜୀ ଯୋଉଟାକି ଆପଣ କହିଛନ୍ତି ଯେ ନିରନ୍ତର 16 ମାଳା, ଗୋଟେ ଘଣ୍ଟା ଚାଣ୍ଟିଂ କ୍ଲାସ୍, ଅଧଘଣ୍ଟା କ୍ଲାସ୍ ଶୁଣିବ, ଆଉ ସକାଳେ ଉଠିବ, ଆଉ ହରିକଥା ଶୁଣିବ, ଯେମିତି ଯେମିତି ପ୍ରେସକ୍ରାଇବ କରିଛନ୍ତି। ସିଏ ହେଲେ ଡକ୍ଟର ନା, ସିଏ ଜାଣିଛନ୍ତି ରୋଗଟା କେମିତି ଭଲ ହବ। ସେ ଯେମିତି ଯେମିତି ପ୍ରେସକ୍ରାଇବ କରିଛନ୍ତି, ବାସ୍ ସେମିତି ସେମିତି କଣ୍ଟିନ୍ୟୁଅସଲି କରିବାକୁ ପଡିବ। ହେଲେ ତାଙ୍କର ଦାୟିତ୍ୱ ହେଲା ତମ ରୋଗଟା କେମିତି ଭଲ ହବ, ଆଉ ତମକୁ କୃଷ୍ଣ ନାମଟା କେମିତି ଆନନ୍ଦଦାୟକ ଦବ। ଆପଣଙ୍କ ଡକ୍ଟର ଯେମିତି ପ୍ରେସକ୍ରାଇବ କରିଛନ୍ତି, ସେମିତି ଆପଣଙ୍କୁ କରିବାକୁ ପଡିବ। ଏ ଶ୍ଲୋକରେ ସେ କଥା କହିଛନ୍ତି। ତାପର ଶ୍ଲୋକରେ ଅଷ୍ଟମ ନମ୍ବର ଶ୍ଲୋକ, ତନ୍ନାମ ରୂପ ଚରିତା ଆଦି ସୁକୀର୍ତ୍ତନାନି ସ୍ମୃତେ କ୍ରମେଣ ରସନାସି ନିଯୁଜ୍ୟ ଇଷ୍ଟାନ୍ ବ୍ରଜେ ତଦନୁରାଗୀ ଜନାନୁଗାମୀ କାଳଂ ନୟେତ୍ ଅଖିଳଂ ଅତି ଉପଦେଶ ସାରମ୍। ଏଇଟା ଆଉ କେବେ ସମୟ ମିଳିଲେ, ସୁଯୋଗ ମିଳିଲେ ଏଇଟା ଡିସ୍କସ୍, ଏହାର ଅର୍ଥକୁ ଆଲୋଚନା କରିବା। ଏଇଟା ଇମ୍ପୋର୍ଟାଣ୍ଟ ଶ୍ଲୋକଟା। ଏଇ ଟୋଟାଲ 11ଟା ଶ୍ଲୋକରେ ଏଇଟା ହେଲା ସବୁଠୁ ଇମ୍ପୋର୍ଟାଣ୍ଟ ଶ୍ଲୋକ। ଏଇଟା ଡିସ୍କସନ କରିବା। କାଲି ବୋଧେ ମହାରାଜ କାଲକାଟାରେ ଥିବେ, କ୍ଲାସ କରିବେ ମାଧୁର୍ଯ୍ୟ ଏକାଡେମୀରେ। ଆଉ ରୂପ ଗୋସ୍ୱାମୀଙ୍କ ତିଥି ଆସୁଛି ଆମର 17-18 ବୋଧେ, 2 ଦିନ। 17-18 ଆମର ରୂପ ଗୋସ୍ୱାମୀଙ୍କ ତିଥିରେ ବୃନ୍ଦାବନରେ ଆମର ରୂପ ସନାତନ ଗୌଡୀୟ ମଠ ଅଛି। ରୂପ ଗୋସ୍ୱାମୀ ହେଲେ ଆମ ସମ୍ପ୍ରଦାୟର, ଆମେ ହେଲେ ରୂପାନୁଗ ଗୌଡୀୟ ବୈଷ୍ଣବ। ସିଏ ହେଲେ ଆମର ହାଇଷ୍ଟ ଯିଏ ଲେଖିଛନ୍ତି ଏଇ ଗ୍ରନ୍ଥଟା ଉପଦେଶ ଅମୃତ, ତାଙ୍କର ତିଥି ଆସୁଛି। ଆମେ 17-18
ରୂପ ଗୋସ୍ୱାମୀଙ୍କ ତିଥି ଆମ କ୍ଲାସ ଚାଣ୍ଟିଂ କ୍ଲାସ ରେ ପାଳନ କରିବା, ଯେମିତି ବୃନ୍ଦାବନରେ ହଉଛି ଆମେ ଏଠି ପାଳନ କରିବା। 2 ଜଣ କେବଳ ସୁଯୋଗ ପାଇପାରିବେ, 2 ଜଣ 2 ଦିନ 10 ମିନିଟ୍ ଲେଖେ ରୂପ ଗୋସ୍ୱାମୀ ବିଷୟରେ କଥା କରିବେ। ଆଉ ଆମେ କିଛି କିଛି ତାଙ୍କର ଜୀବନରେ ତିଥି ଆସିଲା ମାନେ ସେଠି ଫାଇଦା ଉଠେଇବା ଦରକାର ନା। ତାଙ୍କର ଜୀବନୀ କଣ, ସେ କଣ ଶିକ୍ଷା ଦେଇଛନ୍ତି, ତାଙ୍କର ଆଦର୍ଶ ଚରିତ୍ର ସବୁ ଜିନିଷ କିଛି କିଛି ରୂପ ଗୋସ୍ୱାମୀଙ୍କ ଅନୁଗତ ହେଇକି ଆମେ ରୂପାନୀଙ୍କ ଗୌଡୀ ବୈଷ୍ଣବ ହେଇକି ସେଇ ସୁଯୋଗଟୁ କେବେ ଛାଡିବାନି। ତେଣୁ ଏଇ ବର୍ଷଠୁ ଆମେ 2 ଦିନ ଲେଖେ ରୂପ ଗୋସ୍ୱାମୀଙ୍କ ତିଥି ପାଳନ କରିବା। ସେଠି ତ ବହୁତ ହାଏଷ୍ଟ ମାନେ ହାୟର ଲେବୁଲର କଥା ସବୁ ଡିସ୍କସନ ହୁଏ ରୂପ ସନାତନରେ। ବହୁତ ବ୍ରଜର ସବୁ ପଣ୍ଡିତ ମାନେ ଆସନ୍ତି, ଆଉ ବଡ ବଡ ବୈଷ୍ଣବ ଆଚାର୍ଯ୍ୟ ମାନେ ସବୁ ଆସନ୍ତି, ସେଠି ପୁରା ସଭା ହୁଏ। ରୂପ ଗୋସ୍ୱାମୀଙ୍କ ଶିକ୍ଷା, ତାଙ୍କର ସବୁ ଗ୍ରନ୍ଥ ଯାହା ସବୁ ଶିକ୍ଷା ଦେଇଛନ୍ତି ସବୁ ଆଲୋଚନା ହୁଏ। ଆମେମାନେ ତ ଏଠି ସେଇ ଜିନିଷ ଡିସ୍କସନ କରିବାନି, ଆମେ ସାଧାରଣ ଜୀବନୀ ତାଙ୍କର ଛୋଟ ଛୋଟ କିଛି ସହଜ ସହଜ ଶିକ୍ଷା ଏରା ସବୁ ଡିସ୍କସନ କରିବା, ଯୋଉଟା କି ଆମମାନଙ୍କ ପାଇଁ ଦରକାର। ଠିକ ଅଛି, ରୂପ ଗୋସ୍ୱାମୀ କିଏ, କଣ ଆମକୁ ଦେଇକି ଯାଇଛନ୍ତି, ତାଙ୍କର ଅବଦାନ କଣ, ତାଙ୍କର ଛୋଟ ଛୋଟ ଶିକ୍ଷା ଆମମାନଙ୍କ ପାଇଁ କଣ ଅଛି, ସେ ସବୁ ଡିସ୍କସନ କରିବା 17-18ରେ। ମୁଁ 2-3 ଜଣଙ୍କୁ ମେସେଜ କରିଦେବି, ସେମାନେ ଟିକେ ଟିକେ 10 ମିନିଟ୍ ଲେଖେ ପ୍ରାକ୍ଟିସ କରିବେ, ତାଙ୍କ ମାଟେରିଆଲ ବି ପଠେଇଦେବି, କହିବା ଆମେ କିଛି କିଛି ଡିସ୍କସନ କରିବା। ଠିକ ଅଛି, ଆଜି କ୍ଲାସ କରି ରଖିବା। ହିଂସା କଳ୍ପତରୁ